ସୁଭଦ୍ରା ଯୋଜନାକୁ ନେଇକରି ବଡ଼ ଅପଡ଼େଟ୍ ଚାଲନ୍ତୁ ଦେଖିବା। 100% ଥିଲେ ମିଳିବ କି ନାଇଁ ମିଳେ ଯେ ଚାଲନ୍ତୁ ଦେଖିବ। ଆପଣମାନଙ୍କୁ 100% ଥିଲେ ଆପଣଙ୍କୁ ମିଳିବ କି ନାହିଁ ଚାଲନ୍ତୁ ଦେଖିବା। ଏହି ଭିଡ଼ିଓ ମାଧ୍ୟମରେ ହିଁ ଆପଣମାନେ ଜାଣିପାରିବେ 100% ଥିଲେ କେମିତି NPCIରେ ଆକ୍ଟିଭ୍ କରିବେ। ଚାଲନ୍ତୁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ କହିବୁ। ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ 100% ଥିଲେ କେମିତି ପଇସା ପାଇବେ କି ନାହିଁ ଯେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଦେଖନ୍ତୁ ଆପଣମାନଙ୍କ ଯଦି ଯେନ୍ ମାନେ ବି ଆପଣଙ୍କ NPCIରେ ଯାଇ ଆପଣମାନେ ଚେକ୍ କରିପାରିବେ ଆକ୍ଟିଭ୍ ଅଛି କି ନାହିଁ, ଆପଣମାନେ ଯୋଗ୍ୟ ଅଛନ୍ତି କି ନାହିଁ ଏହି ଭିଡ଼ିଓ ମାଧ୍ୟମରେ ହିଁ ଜାଣିପାରିବେ। ଚାଲନ୍ତୁ ଦେଖିବା। ଆପଣମାନେ ସେହି ଭିଡ଼ିଓ ଉପରେ ନେଇକରି ଆସିଛୁ। ଆପଣମାନଙ୍କ ସୁଭଦ୍ରା ଯୋଜନାର ଯେଉଁ ପଞ୍ଚମ କିସ୍ତି ପଇସା ଆପଣଙ୍କ ଯେଉଁ ଅଗଷ୍ଟ ମାସର 28 ତାରିଖ ଯେଉଁ ଆସିବାରକେ ଯାଉଛି ସରକାର ତରଫରୁ ଘୋଷଣା କରାଯାଇଛି। ଦେଖନ୍ତୁ ଉପମୁଖ୍ୟମନ୍ତ୍ରୀ ସେଇଟା ଘୋଷଣା କରିଦେଇଛନ୍ତି। ଆପଣମାନେ ଦେଖନ୍ତୁ 28 ଅଗଷ୍ଟ ତାରିଖରେ ଆପଣଙ୍କ ଯେଉଁ 5,000 ଟଙ୍କା ଯେଉଁ ଆସିବାରକେ ଯାଉଛି ରକ୍ଷାବନ୍ଧନ ଦିବସରେ ଆପଣଙ୍କ ଯେଉଁ ପଞ୍ଚମତମ କିସ୍ତି ପଇସା ଆପଣଙ୍କ ପାଖକୁ ପହଞ୍ଚିବାକୁ ଯାଉଛି। ଚାଲନ୍ତୁ ଦେଖିବା ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ କେବେ ସୁଧା ପାଇବେ। ଚାଲନ୍ତୁ କେତେ ସମୟରେ ଆପଣଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଖାତାକୁ ପଇସା ଆସିବ। ଚାଲନ୍ତୁ ଏହି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପଇସା ଆପଣଙ୍କ 100% ଥିଲେ ଆପଣଙ୍କୁ ମିଳିବ କି ନାହିଁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଦେଖନ୍ତୁ ବତେଇଦେବୁ। ଆପଣମାନେ ଦେଖିବେ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହିଦେଉଛୁ ଯେ ଆପଣଙ୍କୁ କେମିତି ମିଳିବ ଆଉ କେମିତି କଲେ ମିଳିବ ଯେ ଚାଲନ୍ତୁ ଦେଖିବା ଏହି ଭିଡ଼ିଓ ମାଧ୍ୟମରେ। ଆପଣ ଥିଲେ କେମିତି ହେବ ଆପ୍ରୁଭ୍ ଏବେ ହିଁ ଆକ୍ଟିଭ୍ କରନ୍ତୁ NPCI। ପରବର୍ତ୍ତୀ କିସ୍ତିରେ ଏକାଠି ମିଳିବ ବକାୟା ଟଙ୍କା। ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ହେଲେ ଏବେ ବି ଷ୍ଟାଟସ୍ ଦେଖାଉଛି ଅଣ୍ଡର ପ୍ରୋସେସ୍। ତେବେ ଏହାର ଅର୍ଥ ଆପଣଙ୍କ ଆବେଦନ ଖାରଜ ହୋଇଯାଇଛି କିମ୍ବା ଆପଣ ଆଉ କେବେ ସୁଭଦ୍ରା ଟଙ୍କା ପାଇବେ ନାହିଁ। ଏଇଭଳି କିଛି ଦ୍ୱନ୍ଦ୍ୱର ସମାଧାନକୁ ନେଇ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ରିପୋର୍ଟ। ରାଜ୍ୟରେ ଏବେ ଲକ୍ଷ ଲକ୍ଷ ମହିଳା ଏହି ଗୋଟିଏ ସମସ୍ୟାକୁ ନେଇ ଚିନ୍ତାରେ। ଗାଁଠୁ ସହର ସବୁଠି ଗୋଟିଏ ପ୍ରଶ୍ନ, ମୋର ଅଣ୍ଡର ପ୍ରୋସେସ୍ କାହିଁକି ଦେଖାଉଛି? ଅନେକ ମଧ୍ୟ ଭାବୁଛନ୍ତି ଫର୍ମ ରିଜେକ୍ଟ ହୋଇଗଲା। ସରକାରଙ୍କ ସୂଚନା ଅନୁଯାୟୀ ଅଣ୍ଡର ପ୍ରୋସେସ୍ ରହିବାର ମାନେ ହେଲା ଆପଣଙ୍କ ଫର୍ମ କଦାପି ଖାରଜ ହୋଇନାହିଁ, ବରଂ ଆପଣଙ୍କ ଫାଇଲ୍ ଏବେ ପହଞ୍ଚିଛି ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଲେୟାରରେ। ଆପଣଙ୍କ ଆଧାର, ରାସନ କାର୍ଡ ଏବଂ ବ୍ୟାଙ୍କ ଡାଟା ମଧ୍ୟରେ କୌଣସି ଏକ ଛୋଟ ତ୍ରୁଟି ଏବେ ଅଟକାଇ ରଖିଛି ଆପଣଙ୍କ ଟଙ୍କା। ରାଜ୍ୟରେ କୋଟି କୋଟି ଯୋଗ୍ୟ ହେଇଥିଲେ ବି ଆସିବ କି ନାହିଁ ଏହିପରି କରନ୍ତୁ। ଦେଖନ୍ତୁ ଶୀଘ୍ର ଯାଇ ଅଭିଯୋଗ କରନ୍ତୁ। ଆପଣମାନଙ୍କ ଯେଉଁ ପଇସା ଆସିବ କି ନାହିଁ କେମିତି ଜାଣିପାରିବେ? ଚାଲନ୍ତୁ ଆପଣମାନେ ଅଯୋଗ୍ୟ ଯାଇ ଆପଣମାନେ ଆପଣଙ୍କଟା ଚେକ୍ କରି ନିଅନ୍ତୁ। ଏହି ଜଲ୍ଦି ଶୀଘ୍ର ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଆପଣମାନେ ଶୀଘ୍ର ଯାଇ କରି ନିଅନ୍ତୁ। ଦେଖନ୍ତୁ ଆପଣମାନଙ୍କ ପଇସା ଅଟକିବନି। ସୁଭଦ୍ରା ଯୋଜନାର ଯେଉଁ ପଞ୍ଚମ କିସ୍ତି ପଇସା ଆପଣଙ୍କ ବ୍ୟାଙ୍କ ଖାତାକୁ କେମିତି ଆସିବ ସେଥିପାଇଁ ଆପଣମାନେ ଯାଇ ଜଲ୍ଦି କରି ନିଅନ୍ତୁ। ଆପଣଙ୍କୁ ବହୁତ ଜଲ୍ଦି ଦେଖନ୍ତୁ ଆପଣଙ୍କ ହେଲ୍ପଲାଇନ୍ ନମ୍ବର